ବହୁ ପୁରାତନ ଆଗରୁ ପରମ୍ପରାଟା ଚାଲି ଆସୁଛି। ଆଗରୁ ବାପା ନେଇକି ଆସୁଥିଲେ ପତ୍ରରେ, ଆଉ ଏବେ ମୁଁ। ମାଂସ ଆସିବା ଖୁସିରେ ସମସ୍ତଙ୍କର ମନରେ ଉଲ୍ଲାସ ଆଉ ଆନନ୍ଦ ପୁରା ଭରିଯାଏ। ସୋରିଷ ତେଲରେ କିଛି ଗୋଟା ମସଲା ଆଉ ମାଂସକୁ ପକାଇକି ଟିକେ ଭାଜିବେ, ତାପରେ ଟିକେ ଲୁଣ ପକାଇବେ, ଅଳ୍ପ ଟିକେ ଭାଜି ହେଲା ପରେ ତା ଉପରେ ପିଆଜ ପକାଇବେ, ଆଉ ଶୁଖିଲା ମସଲାକୁ ପାଣିରେ ଗୋଳେଇକି ମାଂସ ସହିତ ଭାଜିବେ, ଆଉ ବଟା ମସଲାରେ ଲଙ୍କାଟା ନିହାତି ବାଟିବେ। କାଳେ ପୁଅ ଆଖିରେ ଧୂଆଁ ବାଜିବ ବୋଲି ବଡ଼ ବୋଉ ଏଇଠି ଚୁଲି ଜାଳି ଦେଉଛି। ଠିକ୍ ସିଝି ଆସିଲା ବେଳକୁ ଅଳ୍ପ ଦହି ଆଉ କାଶ୍ମୀରୀ ଲାଲ ମିର୍ଚ୍ଚ ପାଉଡ଼ରଟା ନିହାତି ପକାଇବେ, ଆଉ ଘରେ କୁଟା ହେଇଥିବା କିଛି ଗରମ ମସଲା। ବାସ୍, ଏଇଠି ଆମର ରେଡ଼ି ହେଇଯାଇଛି ମଟନ୍ ଭୁନା ମସଲା, କି ଆପଣ ଓଡ଼ିଆରେ କହିପାରିବେ ମାଂସ ଭଜା ମସଲା। ଆଉ ମାଗି ଆଣିଥିବା ଦାଦାଙ୍କ ଘରୁ ଏଇ କଂସା ଥାଳିରେ ମାଂସଟା ପୁରା ଦାଉ ଦାଉ ହେଇ ଜଳିଲା ଆଉ ଝଟକିଲା ବି। ଝୋଳରେ ଥରେ ଚକୁଳି ବୁଡ଼େଇକି ଖାଇଲେ 5 ଦିନର ଭୋକ ଗୋଟେ କଳରେ ମେଣ୍ଟିଯିବ। ସତ ଆଜ୍ଞା। ଆଉ ଲାଷ୍ଟରେ ଥିଲା ମଟନ୍ ନଲି, ମଟନ୍ ନଳି। ଓହୋ ହୋ, ତାର ଯେଉଁ ଭାଇ ଟେଷ୍ଟ କେହି ଦେଇପାରିବେନି। ସତ କଥାରେ ଭାଇ, ଓ